आम आलोचना करवा मोर प्रसंग होउची डिसेम्बर काहाकू मना जाए बुझिपारछ। हाँ सर। हाँ डिसेम्बर काहाकू मानी थाओ। हाँ सर। एफिसियो पुस्तक हाँ सर। शुभुची कि? हाँ सर। एफिसियो पुस्तक हाँ सर। तार 2 पर्व काढ़। हाँ सर। एफिसियो पुस्तक 2 पर्व तार 12 और 13 पद पढ़िबा। हाँ सर। सेतेबेले तुमे माने जे ख्रीष्टଙ୍କ ଠାରୁ ପୃଥକ ପ୍ରତିଜ୍ଞା ଯୁକ୍ତ ନିୟମରେ ନିରସ ଇସ୍ରାଏଲ ପ୍ରଜା ସତ ରହିତ ପୁଣି ଜଗତରେ ଭରସାହୀନ ଓ ଈଶ୍ୱର ବିହୀନ ଥିଲ ତାହା ସ୍ମରଣ କର। କିନ୍ତୁ ପୂର୍ବେ ତୁମେ ମାନେ ଦୂରରେ ଥିଲ ଯେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତାଙ୍କର ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ। ବୁଝିପାରୁଛ? ହଁ ସାର୍। ଖ୍ରୀଷ୍ଟଙ୍କ ସହିତ ଗୋଟେ ମଣ୍ଡଳୀର ସମୂହ ବୁଝିପାରୁଛ? ହଁ ସାର୍। ଆପଣଙ୍କ ମଣ୍ଡଳୀ ଗୋଟେ ଗ୍ରୁପ ବୋଲିକି ବୁଝାଏ ବୁଝିପାର? ହଁ ସାର୍। ହଁ କାହିଁକି ନା ରୋମ ରାଜ୍ୟରେ ମିତ୍ରାସ ସୂର୍ଯ୍ୟ ଦେବତାକୁ ଡିସେମ୍ବର 24-25 ରେ କରାଯାଉଅଛି ବୁଝିପାରୁଛ? ହଁ ସାର୍। ସେତେବେଳେ ତୁମ୍ଭେ ମାନେ ଯେଉଁ ଖ୍ରୀଷ୍ଟଙ୍କ ଠାରୁ ପୃଥକ ପ୍ରତିଜ୍ଞା ଯୁକ୍ତ ନିୟମରେ ନିରସ ବୁଝିପାରୁଛ? ହଁ ସାର୍। ଇସ୍ରାଏଲର ପ୍ରଜା ସତ୍ୟ ରହିତ ପୁଣି ଜଗତରେ ଭରସାହୀନ ଓ ଈଶ୍ୱର ବିହୀନ ଥିଲ। କଣ ଥିଲ ପୁଣି? ଈଶ୍ୱର ବିହୀନ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ନାହିଁ ଆମେ ଗୋଟେ ଅଲଗା ହେଇକି ଥିଲୁ ଯେତେବେଳେ ପ୍ରତିଜ୍ଞା ଯୁକ୍ତ ନିୟମରେ ଆମେ ନିରସ ହେଲୁ ବୁଝିପାରୁଛ? ଇସ୍ରାଏଲର ପ୍ରତାଶୋତ ବୋଇଲେ ଇସ୍ରାଏଲ ଦେଶର ଯେତେ ବି ବଂଶଜାତ ରହିତରେ ଅଛନ୍ତି ପୁଣି ଜଗତରେ ଭରସାହୀନ ଲୋକ ଅଛନ୍ତି ସେ ପୁଣି ଈଶ୍ୱରଙ୍କର ବିହୀନ ଥିଲେ। ଈଶ୍ୱର ଜଣେ ଅଛନ୍ତି ବୋଲିକି ବା ଈଶ୍ୱର ଜଣେ ନାହାନ୍ତି ବୋଲିକି ନଥିବା ଈଶ୍ୱରଙ୍କୁ ଯେଉଁମାନେ ମାନନ୍ତି କୋଉମାନେ ମାନନ୍ତି? ହ୍ୟାଲୋ ଗୋଟେ ବିହୀନ ହେଇକି ଥିଲୁ ଗୋଟେ ମରି ହେଇକି ଥିଲୁ କିନ୍ତୁ ପ୍ରଭୁଙ୍କୁ ଜାଣିନଥିଲୁ ତାହା ଆମକୁ କଣ କରିବାର ଅଛି ନା ମନେ ପକାଇବାର ଅଛି। କିନ୍ତୁ ପୂର୍ବେ ତୁମମାନେ ଦୂରରେ ଥିଲ ଯେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତାହା ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ। କଣ ହୋଇଅଛ? ନିକଟସ୍ଥ। ହଁ କୁଆଡେ ଥିଲ ପୁଣି? ବେସାହାର ହେଇକି ଥିଲ। ହଁ ସାର୍। ବିନା ଜଳ ଦୀକ୍ଷାରେ ଥିଲ, ବିନା ରକ୍ତ କ୍ଷମାରେ ପାପରେ ଥିଲ। ଏବେ ଯେତେବେଳେ ପ୍ରଭୁଙ୍କ ବିଶ୍ୱାସ କଲ ବାପ୍ତିସ୍ମ ହେଲ ରକ୍ତ ଦ୍ୱାରା ତୁମକୁ ନିକଟସ୍ଥ ହୋଇଅଛ। ପ୍ରଭୁ ତୁମକୁ ରକ୍ତ ଦ୍ୱାରା କିଣିଛନ୍ତି ବୁଝିପାରୁଛ? ହଁ ସାର୍। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ହଁ ରୋମିଓ ପୁସ୍ତକ 1 ପର୍ବ ତାର 25 ପଦ ଗୋଟେ କାଢ। ରୋମିଓ ସାର୍ 1:25। ହଁ କାରଣ ସେମାନେ ଈଶ୍ୱରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ ଯେ ଯୁଗେ ଯୁଗେ ଧନ୍ୟ। ଆମେନ୍। ବୁଝିପାରୁଛ? ହଁ ସାର୍। ଏବେ ଯଦି ସମୀର ଭାଇଙ୍କର ଆଉ ଯଦି ନ୍ୟୁ 1 ତାରିଖରେ ଜାନୁଆରୀ 1 ତାରିଖରେ ଗୋଟେ କଣ ଅଛି ଜନ୍ମ ତାରିଖ ଅଛି ହଁ କି ନାଇଁ? ହଁ ସାର୍। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯଦି ଜନ୍ମ ଗ୍ରହଣ କଲେ ଡିସେମ୍ବର ମାସରେ ବାଇବଲରେ ତାରିଖ କୁଆଡେ ଗଲା? ଭବିଷ୍ୟତ ବକ୍ତା ପଣ୍ଡିତ ମାନେ ସେମାନେ କଣ ମରିଯାଇଥିଲେ କି ଯୀଶୁ ଜନ୍ମ ହେବା ସମୟରେ? ହ୍ୟାଲୋ। ହଁ ସାର୍। ମରିଯାଇ ନଥିଲେ ଯେହେତୁ ସେମାନେ ସୁନା କୁନ୍ଦୁ ଗନ୍ଧର ଦେଲେ ହଁ କି ନାଇଁ? ହଁ ସାର୍। କିନ୍ତୁ ପ୍ରଭୁ ଯେତେବେଳେ ଆଉ ଆପଣଙ୍କ ଭଳି ମୋ ଭଳି ବିଶ୍ୱାସୀ ପାଷ୍ଟର ପ୍ରଚାରକ ଲୋକମାନେ ନାଇକି ଏ ଆଜି ଆଉ ଜାନୁଆରୀ 1 ସମୀର ଭାଇଙ୍କର ଜନ୍ମଦିନ ହଉଛି ଆସ ଯିବା। ହଁ ସେମାନେ ସମୀର ଭାଇଙ୍କ ଜନ୍ମଦିନକୁ
ପାଳିବା ନିମନ୍ତେ ଆସୁଛନ୍ତି ହଁ କି ନାଇଁ? ହଁ ସାର୍ ଭୋଜି କଲି ଭାତ ଡାଲି ଇଏ ସେ ଅଙ୍କ ଶଙ୍କ ସବୁ କରିଦେଇଛି। ମୋ ନାଁକୁ ନେଇ ସମୀର ଭାଇଙ୍କର ବାର୍ଥଡେ କୁ ନେଇକି ଯଦି ଲୋକ ଜମା ହଉଛନ୍ତି କିଏ ଖୁସି ହଉଛି ସେଥିରୁ? କିଏ ଆପଣ ସାର୍ ଖୁସି ହଉଛି? ସମୀର ସାର୍ ଖୁସି ହଉଛନ୍ତି। ନାଇଁ ଭାଇ ଆପଣ ମାନଙ୍କୁ ପବିତ୍ର ଆତ୍ମା ଗାଇଡେନ୍ସ ଦଉନି ତେଣୁ କରି ବୁଝିପାରୁନାହାନ୍ତି। ସମୀର ସାର୍ ତମ ଭାଇଙ୍କ ପାଇଁ ତ ନାଁକୁ ମନାଯାଉଛି ନା ନେଇକି ବର୍ଥଡେ। ଶୁଣନ୍ତୁ ହଁ ସାର୍ ସମୀର ଭାଇଙ୍କର ନାଁକୁ ନେଇକି ସେଠି ଭୋଜି ଆୟୋଜନ କରାଯାଇଛି ବୁଝିପାରୁଛ? ହଁ ସାର୍ ହଁ ସାର୍ ଲୁଣ ସରିଛି ଲଙ୍କା ସରିଛି ପିଆଜ ସରିଛି ଟଙ୍କା ସରିଛି ଇତ୍ୟାଦି ଖର୍ଚ୍ଚ ହେଇଛି କିନ୍ତୁ ନା କି ନାକୁ ମାଂସ ଭାତ ତିଆରି ହେଇଛି କିନ୍ତୁ ଗର୍ଭା ଅନୁଗତ କରୁଛନ୍ତି କି ସେଇଟା ବୁଝିପାରୁଛ? ହଁ ସାର୍ ହଁ ସାର୍ ଗର୍ଭ କିଏ କରୁଛି ଏ ଆଜି ଏତେ ବଢିଆ ଖାନା ଏମିତି ସେମିତି ଯୋଉମାନେ ପେଟୁକ ଲୋକମାନେ ସେମାନେ ଶୈତାନର ହେଇକି ଆସିଛନ୍ତି କିନ୍ତୁ ହଁ ସାର୍ ଯାହାଙ୍କ ନାମକୁ ନେଇକି ଗୋଟେ ଘରକୁ ଯାଇଛି ମୁଁ ମୋ ପାଖରେ ଏତେ ଖୁସି ନଥିବ ଯେହେତୁ ଭାଇ ଭଉଣୀ ବନ୍ଧୁ ବାଦ ଆଉ ସାଙ୍ଗସାଥି ଆସିଛନ୍ତି ସେମାନଙ୍କୁ ମୁଁ ସେବା ଯତ୍ନ କରିବି କି ନାହିଁ? ହଁ ସାର୍ ହେଲେ ସେମାନଙ୍କୁ ସେବା କରିବି ନା ମୁଁ ନିଜକୁ ଖୁସି ମନେ କରିବି କୁହ? ସେମାନଙ୍କୁ ସେବା କରିବେ ସାର୍। ହଁ ଯୀଶୁଙ୍କର ନାଁ ଧରିକି ଯୀଶୁ ଜନ୍ମ ହେଲେ ବୋଲିକି ଆମେ 24-25 କୁ ଉଜାଗର କରିଥାଉ କି ନାଇଁ? ହଁ ସାର୍ ହେଲେ ଯୀଶୁ ଖୁସି ହଉଛନ୍ତି ନା ଆମେ ଖୁସି ହଉଛୁ? ଆମେ ଖୁସି ହଉଛୁ ସାର୍। ଯୀଶୁ କେତେବେଳେ ଖୁସି ହେଲେ ଆଜ୍ଞା? ପିଟା କରୁଛୁ ନୂଆ ଲୁଗା କିଣୁଛୁ ଡ୍ୟାନ୍ସ ମାରୁଛୁ ରେକର୍ଡ ଡ୍ୟାନ୍ସ ମାରୁଛୁ କମେଡି କରୁଛୁ ଫର୍ଦା ଆଉ କମେଡିଆନ କାଢୁଛୁ ଆଉ ପୃଥିବୀରେ ନଥିବା ଇତ୍ୟାଦି କାର୍ଯ୍ୟ କରୁଛୁ କାହାର ନାମକୁ ନେଇକି? ପ୍ରଭୁଙ୍କ ନାମକୁ ନେଇକି ଯୀଶୁଙ୍କ ନାମ ନେଇକୁ କିନ୍ତୁ ଯୀଶୁ ଯେ ଆମର ଯେଉଁ କାର୍ଯ୍ୟ କଳ୍ପନା କରୁଅଛି 2 ଦିନ ଭିତରେ ଆମର କଣ ତାଙ୍କୁ ଗୌରବ ପ୍ରଶଂସା କରୁଥିବାର ଉଦ୍ଦେଶ୍ୟ ନେଇ ପାଉଛନ୍ତି କି ନାହିଁ ତାହା ଈଶ୍ୱରଙ୍କୁ ହିଁ ଜଣା। କିନ୍ତୁ ଯୀଶୁଙ୍କର ଜନ୍ମଦିନ ବୋଲିକି ଡିସେମ୍ବର 25 ଆଉ 24 ପାଳନ କରିଥାଉ। ଏଠି କଣ କହୁଛି? କାରଣ ସେମାନେ ଈଶ୍ୱରଙ୍କ ସତ୍ୟତା ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ। କୋଉମାନେ ବୁଝିପାରୁଛ? ପ୍ରଭୁ ଲୋକମାନେ ଯୀଶୁଙ୍କର ସତ୍ୟକୁ ଯିଏ ଜାଣିଛି ସିଏ ବୁଝିପାରିବ ଯେ ପର୍ବ ଯାକ ପାଳନ କରିବା ଦରକାର କି ନା। ହଁ ସାର୍ ଆମେ ମିଥ୍ୟାକୁ ଗ୍ରହଣ କରୁଛୁ କି ନାଇଁ? ହଁ ସାର୍ ସତ କଥା ବାଇବଲରେ ମଧ୍ୟ ଅଛି ବେଥଲେହେମରେ କାକର ଶୀତ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମ ହୋଇଛନ୍ତି କିନ୍ତୁ ତାରିଖ କୋଉ ବାଇବଲରେ ବା କୋଉ ଡିକ୍ରେନ୍ସ ନା କୋଉ ଡକ୍ଟ୍ରିନରେ ଲେଖା ଯାଇନାହିଁ। ହଁ ସାର୍ ଆମର ଇଣ୍ଡିଆ କଲଚରରେ ନାଇକି ପ୍ରଭୁ ଯୀଶୁଙ୍କର ନାଁକୁ କାଟିବାକୁ ଚାହୁଁଥିଲେ ସେଥିପାଇଁ ଗ୍ରୀକ ଏବ୍ରିନ୍ ଲୋକମାନେ ବାଇବେଲକୁ ଇଣ୍ଡିଆରେ ରଖିବା ପାଇଁ ସେମାନେ ଡିସେମ୍ବର 25 କୁ ରଖିଥିଲେ ଯୋଉ ଡିସେମ୍ବର 25 ରେ ଜନ୍ମ ହେଇଛି ଯିଏକି ସୂର୍ଯ୍ୟ ଦେବତା। ସେମାନେ ଖାଣ୍ଟି ବ୍ରାହ୍ମଣ ମାନେ ଯଦି ସକାଳୁ ସକାଳୁ ଯାଇକି ପାଣି ଗାଧଉଛନ୍ତି ସେମାନେ ପାଣିକୁ ସୂର୍ଯ୍ୟ ଆଡକୁ କରିକି ପ୍ରାର୍ଥନା କରୁଥିବେ ଏତେ ଶୀତ କାକରରେ ସେହି ଦେବତାକୁ ଡିସେମ୍ବର 24-25 କୁ ପାଳନ କରାଯାଉଛି ବୁଝିପାରୁଛ? ହଁ ସାର୍ ହଁ ହଁ ସାର୍ କାରଣ ସେମାନେ ଈଶ୍ୱରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟି ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ। ତା ଅର୍ଥ ଆପଣ ଏବଂ ମୁଁ ସତ୍ୟକୁ ଜାଣୁଛୁ ସତ ବାଇବଲରେ ଲେଖା ଯାଇନାହିଁ ଯେ ଡିସେମ୍ବର 25-26 ରେ ଯୀଶୁ ଜନ୍ମ ଗ୍ରହଣ କଲେ କିନ୍ତୁ ଯୋଉଟା କି ସୃଷ୍ଟି କରାଯାଇନାହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୁଖରୁ ଯୋଉଟା ସୃଷ୍ଟି କରିଛନ୍ତି ନିର୍ମାଣ କରିଛନ୍ତି ତାକୁ ନ କରିକି ଆମେ ମନୁଷ୍ୟ ସୃଷ୍ଟି କରିଥିବା କାର୍ଯ୍ୟକୁ ପୂଜା କରିଥାଉ। ବୁଝିପାରୁଛ? ହଁ ସାର୍ ଯୀଶୁଙ୍କ ନାମକୁ ନେଇକି ଆମେ ମଣ୍ଡଳୀକୁ ଯାଇଥାଉ। ଯୀଶୁ କହିଛନ୍ତି ତୁମମାନଙ୍କ ହୃଦୟ ମୋହର ମନ୍ଦିର କହିଛନ୍ତି କି ନାହିଁ? ହଁ ସାର୍ ହେଲେ ତାହାଙ୍କର ମନ୍ଦିର କଣ? ଆମ ଶରୀର ସାର୍। ଶରୀର। ଆପଣ ଯଦି ଆପଣଙ୍କ ଶରୀରକୁ ଯଦି ଯତ୍ନ ଭାବରେ ରଖୁଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କ ଶରୀରରେ ସ୍ୱର୍ଗର ଡିସେମ୍ବର ପାଳନ କରିବେ। ବୁଝିପାରୁଛ? ହଁ ସାର୍ 26 ପଦ ପଢ। ଏହି କାରଣରୁ ଈଶ୍ୱର ସେମାନଙ୍କୁ ଜଘନ୍ୟ ପାପ ପ୍ରବୃତ୍ତିରେ ସମର୍ପଣ କଲେ କାରଣ ସେମାନଙ୍କ ସ୍ତ୍ରୀ ମାନେ ସ୍ୱାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ୱାଭାବିକ ବ୍ୟବହାର କଲେ। ବୁଝିପାରୁଛ?
ହଁ ସାର୍ ସତ୍ୟ ବିଷୟକୁ ନ ଜାଣିବା ସକାଶୁ ଆମର ସ୍ତ୍ରୀ ମାନେ ଆମକୁ ଲଜ୍ଜା ବୋଧ କରୁଛନ୍ତି। କଣ କରୁଛନ୍ତି? ଲଜ୍ଜା କରୁଛନ୍ତି ସାର୍। ଲଜ୍ଜା ଦଉଛନ୍ତି। ସ୍ତ୍ରୀ ମାନଙ୍କୁ ତ ଆମେ କେମିତି ଲଜ୍ଜାକୁ ଆମେ ଆଉ ଧୈର୍ଯ୍ୟ ଧରିକି ରହୁଛୁ। ଆମକୁ ବ୍ୟବହାର ଯୋଉ ପ୍ରକାର କରୁଛନ୍ତି ଯେ ସ୍ତ୍ରୀ ଲୋକ ଶୈତାନ, ସ୍ତ୍ରୀ ଲୋକ ବୋଲେ ଶୈତାନ, ଶୈତାନରେ ଚାଳିତ ଆତ୍ମା ଆମକୁ କଣ କରୁଛି? ବସତି କରୁଛି, ନିଜକୁ ଆମକୁ ତାଙ୍କ ଅଣ୍ଡରରେ ରଖୁଛି ଗୋଟେ ଶୈତାନ। ବୁଝିପାରୁଛ କି? ହଁ ସାର୍। ସମସ୍ତେ କହିବା ପ୍ରେଜ୍ ଲର୍ଡ। ପ୍ରେଜ୍ ଲର୍ଡ। ହାଲେଲୁୟା। ହାଲେଲୁୟା। କଲୋସ୍ୟ ପୁସ୍ତକ 2 ପର୍ବ ତାର 20 ପଦ। ତୁମେ ମାନେ ଯଦି ଖ୍ରୀଷ୍ଟଙ୍କ ସହିତ ଜଗତର ମୌଳିକ ଶିକ୍ଷା ପ୍ରତି ମୃତ ହୋଇଅଛ। ହ୍ୟାଲୋ। ହଁ ପଢ, ମୁଁ ଶୁଣୁଛି। କଲୋସ୍ୟ 2 ପର୍ବର 20 ପଦ। ହଁ। ତୁମେ ମାନେ ଯଦି ଖ୍ରୀଷ୍ଟଙ୍କ ସହିତ ଜଗତର ମୌଳିକ ଶିକ୍ଷା ପ୍ରତି ମୃତ ହୋଇଅଛ। ହଁ 21। ତେବେ ମନୁଷ୍ୟର ବିଧି ଓ ଶିକ୍ଷା ଅନୁସାରେ ଧର ନାହିଁ, ଖାଅ ନାହିଁ ବା ଛୁଅ ନାହିଁ, ସାଂସାରିକ ଲୋକ ପରି ଏହି ପ୍ରକାର ବିଧି ବିଧାନ କାହିଁକି ଭସୀଭୂତ ହଉଅଛ? ହଁ ପଢ। ଏହି ସବୁ ବସ୍ତୁ ବ୍ୟବହାର ଦ୍ୱାରା କ୍ଷୟ ପାଏ। ପଢ। ଏହି ପ୍ରକାର ଶିକ୍ଷା ତ ସ୍ୱେଚ୍ଛା ଉପାସନା, ନମ୍ରତା ଏବଂ ଶରୀର ପ୍ରତି କଠୋର ବ୍ୟବହାର ଦ୍ୱାରା ଜ୍ଞାନର ନାମ ପାଇଅଛି, କିନ୍ତୁ ସେଥିର ମୂଲ୍ୟ ନାହିଁ, ତଦ୍ୱାରା କେବଳ ଶାରୀରିକ ଭାବର ତୃପ୍ତି ହୁଏ। ବୁଝିପାରୁଛ ଭାଇ? କାହାର ଲାଭ ହୁଏ ସେହି ସବୁ କରିବା ଦ୍ୱାରା? ଏବେ ଯଦି ଆପଣ ମାନେ ଡିସେମ୍ବରକୁ ମାନୁଛନ୍ତି, ପାଳନ କରୁଛନ୍ତି, ବାଇବଲରେ କୋଉ ପୁସ୍ତକରେ ଲେଖା ଯାଇଛି କି ଯେ ଡିସେମ୍ବର 25-24ରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଛନ୍ତି ବୋଲିକି? ନା କେବେ ଶୁଣିଛନ୍ତି? ନା କୋଉ ଫିଲ୍ମରେ ମଧ୍ୟ ଦେଖାଯାଇଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏତିକି ତାରିଖରେ ଏହି ମାସରେ ଜନ୍ମ ହେଇଛନ୍ତି ବୋଲି? ନାଇଁ ସାର୍। ନାଇଁ। ତୁମ୍ଭେ ମାନେ ଯଦି ଖ୍ରୀଷ୍ଟଙ୍କ ସହିତ ଜଗତର ମୌଳିକ ଶିକ୍ଷା ପ୍ରତି ମୃତ ହୋଇଅଛ, ତେବେ ମନୁଷ୍ୟର ବିଧି ଓ ଶିକ୍ଷା ଅନୁସାରେ ଧର ନାହିଁ। ବୁଝିପାରୁଛ? ହଁ ସାର୍। ଖାଅ ନାହିଁ ବା ଛୁଅ ନାହିଁ, ସାଂସାରିକ ଲୋକ ପରି ଏହି ପ୍ରକାର ବିଧି ବିଧାନର କାହିଁକି ବଶୀଭୂତ ହେଉଅଛ? ଏହି ସବୁ ବସ୍ତୁର ବ୍ୟବହାର ଦ୍ୱାରା କ୍ଷୟ ପାଏ। ଏହି ପ୍ରକାର ଶିକ୍ଷା ତ ସ୍ୱେଚ୍ଛା ଉପାସନା, ନମ୍ରତା ଏବଂ ଶରୀର ପ୍ରତି କଠୋର ବ୍ୟବହାର ଦ୍ୱାରା ଜ୍ଞାନର ନାମ ପାଉଅଛି, କିନ୍ତୁ ସେଥିପାଇଁ ମୂଲ୍ୟ ନାହିଁ, ଯୋ ଦ୍ୱାରା କେବଳ ଶାରୀରିକ ଭାବନା ତୃପ୍ତ। ଡିସେମ୍ବରକୁ ଆସିଗଲେ ଟିକେ ପୂର୍ବରୁ କହୁଥିଲେ ଆମେ ଡାନ୍ସ ଶିଖିଛୁ, ଟିକେ ପୂର୍ବରୁ କହୁଥିଲେ ଆମେ ନାଇଁ କମେଡି ଶିଖିଛୁ। ମନର ଭାବନା ହିଁ ସେଠି ପୂରଣ ହେବ, ପ୍ରଭୁଙ୍କର ଇଚ୍ଛା କେବେ ପୂରଣ ହେଇନଥାଏ। ଖ୍ରୀଷ୍ଟ ମୋର ପରିବାର। ବୁଝିପାରୁଛ? ହଁ ସାର୍। ଯଦି ମୁଁ ଭୁଲ ଶିକ୍ଷା ଦଉଛି ମତେ ଭଣ୍ଡ ଶିକ୍ଷକ କହିପାର? ନାଇଁ ସାର୍। ମୁଁ ମନା କରିବି ନାହିଁ। ବୁଝିପାରୁଛ? ଯଦି ଠିକ ଶିକ୍ଷା ଦଉଛି ତାକୁ ବୁଝିବାକୁ ଚେଷ୍ଟା କର। 16 ପଦ ପଢ ପ୍ରଭୁ। ଅତବ ଭୋଜନ ପାନ କିଅ ବା ପର୍ବ ପ୍ରତିବୋଧ ହବା ମିଶ୍ରବାର ସମ୍ବନ୍ଧରେ କେହି ତୁମମାନଙ୍କ ବିଚାର ନ କରୁ। କିଏ ତୁମକୁ ବିଚାର ନ କରୁ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପର୍ବ ପାଳନକୁ ନେଇକି ତମକୁ ବିଚାରକୁ ଆଣିବେ କି ନାହିଁ? ଆଣିବେ କି ନାହିଁ? ହଁ ସାର୍। ନିହାତି ଆଣିବେ ଭାଇ। ଆଣିବେ ନାହିଁ ବୋଲିକି ତମେ ଗ୍ୟାରେଣ୍ଟି ଦେଇପାରିବ ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିହାତି ଆଣିବେ। ସେଇଦିନ ବାବୁରେ, ଝିଅରେ, ତୁ ତ 24-25 କୁ ଅଧିକ ଇମ୍ପୋର୍ଟାଣ୍ଟ ଦଉଥିଲୁ, ରବିବାର ସୋମବାରକୁ ଇମ୍ପୋର୍ଟାଣ୍ଟ ଦଉଥିଲୁ, ମତେ କେତେବେଳେ ସମୟ ଦେଇଛୁ? ବୁଝିପାରୁଛ? ସେତେବେଳେ ଆପଣ ମାନେ କଣ ଜବାବ ଦେବେ? ହଁ ସାର୍, ସେମାନେ କଣ ଭାବୁଛନ୍ତି କି ସାର୍, ଆମେ ଯୋଉଟା ଆମେ ନାଚିକି ପ୍ରଭୁଙ୍କର ପ୍ରଶଂସା କରୁଛୁ ବା ଉପାସନା ରହୁଛୁ, ଆମେ ତ ପ୍ରଭୁଙ୍କୁ କରୁଛୁ, ତାହେଲେ ଖରାପ କୋଉଠି ରହିଲା କି ସେମାନେ ଭାବୁଛନ୍ତି ସେଇଆ।
ନାଇଁ ଆପଣଙ୍କ ପରିବାର କଣ ଭାବନ୍ତି ସେଟା କୁହନ୍ତୁ। ଅନ୍ୟ ଲୋକ କଣ ଭାବିଲା, କଣ କଲା, କଣ ଖାଇଲା, କଣ ପିଇଲା, କୋଉଠି ଶୋଇଲା, ଗୋଟେ ଯାହା ହେଲା, ଆମର ସେଇଟା ଆବଶ୍ୟକ ନାହିଁ ଆଜ୍ଞା। ପ୍ରଭୁ କହୁଛନ୍ତି ତୁମେ ହଁ ସାର୍ ଅନ୍ୟ ବିଚାର କରିବା ଆବଶ୍ୟକ ନାହିଁ। ବୁଝିପାରୁଛ? ହଁ ସାର୍ ଠିକ ଅଛି। ଆଉ ଗୋଟେ କଣ, ଆଉ ଗୋଟେ କାଢ ରୋମିଓ ପୁସ୍ତକ ତାର 14 ପର୍ବ 5 ପଦ। ହୁଁ। ଜଣେ ଲୋକ ଏହି ଦିନ ଅପେକ୍ଷା ଅନ୍ୟ ଦିନକୁ ଅଧିକ ମାନ୍ୟ କରେ, ଆଉ ଜଣେ ସବୁ ଦିନକୁ ସମାନ ରୂପେ ମାନ୍ୟ କରେ। ପ୍ରତ୍ୟେକ ଲୋକ ଆପଣା ମନରେ ସ୍ଥିରବୋଧ କରୁ। ବୁଝିପାରୁଛ? ହଁ ସାର୍ ଏହି ବାକ୍ୟ ଅନୁସାରେ ମୁଁ ପର୍ବ ଯାକକୁ ଅମାନ୍ୟ କରି ପ୍ରଭୁଙ୍କୁ ମୁଁ ମାନ୍ୟ କରେ। ବୁଝିପାରୁଛ? ହଁ ସାର୍ ସେଥିପାଇଁ ମୁଁ ସେଇଦିନ ଆଉ ଶୈତାନ କାର୍ଯ୍ୟ କଲା କି କଣ, ମୋର ମୋବାଇଲକୁ ଡାଇରେକ୍ଟଲି ସର୍ଟ କରିଦେଲେ, କିନ୍ତୁ ଏହି ବାକ୍ୟକୁ ମୁଁ ସେଇଦିନ ଦେବାର ଥିଲା। ହଁ ସାର୍ ମୁଁ ତେଣୁ କରିକି ପର୍ବ ମାନଙ୍କୁ ମୁଁ ଏତେ ମାନ୍ୟ କରେ ନାହିଁ ଆଜ୍ଞା। ରବିବାରକୁ ବି ମାନ୍ୟ କରେ ନାହିଁ ମୁଁ, ଯେହେତୁ ପ୍ରଭୁଙ୍କୁ ମାନ୍ୟ କରେ, ପ୍ରଭୁଙ୍କୁ ମୁଁ ଧରେ। ତେଣୁ କରିକି ଖ୍ରୀଷ୍ଟ ମୋର ପରିବାର, ଭାଇ ଭଉଣୀ, ମୋର ବାପା ମା ପ୍ରଭୁଙ୍କୁ ଟିକେ ଭୟ କରିବାକୁ ଶିଖନ୍ତୁ, ଜାଣନ୍ତୁ ବୋଲିକି ମୁଁ ଆପଣମାନଙ୍କୁ ପବିତ୍ର ଆତ୍ମା ବା ବାଇବଲ ଦ୍ଵାରା ଆପଣମାନଙ୍କୁ ଚେତନା ପ୍ରେରଣା ଦେବାକୁ ଚେଷ୍ଟା କରୁଛି। ବୁଝିପାରୁଛନ୍ତି? ହଁ ସାର୍ ଯଦି ମୁଁ ଶିକ୍ଷାରେ ଯଦି ଆପଣଙ୍କର ସତ୍ୟତା ଦେଖାଯାଉ ନାହିଁ, ତ ମତେ ଆଉ ପଥଭ୍ରଷ୍ଟ ପାଳକ କି ଆଉ ଫଲ୍ସ ଫେକ୍ ଆଉ ଟିଚର ବୋଲି ବି କହିପାରିବେ। ନାଇଁ ସାର୍, ଆପଣ ତ ସତ୍ୟ ବାକ୍ୟରୁ କହୁଛନ୍ତି ନା, କୌଣସି ପାଟିରୁ କହୁନାହାନ୍ତି। ଆମେ କେମିତି ଆପଣଙ୍କୁ ଏତେ ଖରାପ ଭାବୁଛେ? ହଁ। ଆୟୁବ 33 ତାର 13 ପଦ। କାଢିଲେ କି ଆଜ୍ଞା? ହଁ ସାର୍, ଆଇବ 33 ପର୍ବ 13। ହଁ 13 ପଦରୁ। ହଁ ହଁ ସାର୍, ତୁମେ କାହିଁକି ତାହାଙ୍କ ସଙ୍ଗେ ବିବାଦ କରୁଅଛ, ହଁ ଯେଣୁ ସେ ଆପଣର କୌଣସି ବିଷୟରେ କାରଣ ଜଣାନ୍ତି ନାହିଁ। ପରମେଶ୍ୱର ଥରେ କହନ୍ତି, 2 ଥର ହିଁ କହନ୍ତି, ତଥାପି ମନୁଷ୍ୟ ତହିଁରେ ମନ ଦିଏ ନାହିଁ। ବୁଝିପାରୁଛ? ହଁ ସାର୍, କେତେ ପଦ ପଢିଲ? ଆଇବ 33 ର 13 ପଦ 14 ପଦ। କଣ କହୁଛନ୍ତି? ତୁମେ କାହିଁକି ତାହାଙ୍କ ସଙ୍ଗେ ବିବାଦ କରୁଅଛ, ଯେଣୁ ସେ ଆପଣର କୌଣସି ବିଷୟରେ କାରଣ ଜାଣନ୍ତି ନାହିଁ। ବୁଝିପାରୁଛ? ହଁ ସାର୍ ଆପଣଙ୍କ ପରିବାରକୁ ମୁଁ କାହିଁକି ବାରମ୍ବାର ବିବାଦ କରୁଛି? ବୁଝିପାରୁଛ? ହଁ ସାର୍ କାହିଁକି ନା ତାହାର କାରଣ ଆପଣଙ୍କୁ ମୁଁ ଜଣେଇବାକୁ ଚାହୁଁଛି। ଜାଣନ୍ତି ନାହିଁ କହୁଛନ୍ତି, ବାଇବଲରେ ଲେଖା ହେଇଛି, ହଁ କି ନାହିଁ? ହଁ ସାର୍ ତେଣୁକରି ମୁଁ ଆପଣଙ୍କୁ ଜଣେଇବା ପାଇଁ ଚେଷ୍ଟା କରୁଛି ଆଜ୍ଞା। ହଁ ସାର୍ ଯେହେତୁ ଆମମାନଙ୍କର ଶିକ୍ଷା ଅନୁସାରେ ଆପଣ ମାନେ ବାପ୍ତିସ୍ମ ନେଇଛନ୍ତି। ଆମର ସମୟ ଅଭାବ ହେତୁ ସିନା ଆପଣଙ୍କ ପରିବାରକୁ ଯାଇକି ପ୍ରପୋଜ ଦେବାକୁ ପାରୁନୁ। ଆପଣଙ୍କ ପରିବାରକୁ ମତେ ଦାୟିତ୍ୱ ଦିଆଯାଇଛି। ଆଉ କେତେ ଦିନ ଗଲେ ଆପଣଙ୍କ ପରିବାରରେ ରବିବାରକୁ ରବିବାର ଆସିବାକୁ ପଡିବ। ହଁ ସାର୍ ବୁଝିପାରୁଛ? ହଁ ସାର୍ ମୁଁ ଆସିବାର ପଡିବ ବୋଲିକି ଆଗତର ମୁଁ ଆପଣ ମାନଙ୍କୁ ବାକ୍ୟରେ ବୁଝାଉଛି। ମୁଁ ନ ଯାଇପାରିଲେ କଣ ହେଲା? ମୋର ଆବାଜ ବା ମୋର ପ୍ରଭୁଙ୍କର ହୃଦୟ ବା ପ୍ରଭୁଙ୍କର ଆତ୍ମା ସେମାନଙ୍କ ହୃଦୟରେ ଯାଉ, ପ୍ରବେଶ କରୁ, ସେମାନେ ପରିବର୍ତ୍ତନ ହେଉ। ବାକ୍ୟ ଦ୍ୱାରା ହୁଏ ଶୈତାନ ସେମାନଙ୍କୁ ଡରିକି ପଳାଇ ଯାଇପାରେ। ଏଟା ମୁଁ ସମୀର ଭାଇ ଆପଣଙ୍କୁ କହୁଛି କି ନାଇଁ ସାର୍, କିଏ କହୁଛନ୍ତି? ପରମେଶ୍ୱରଙ୍କର ବାକ୍ୟ ସାର୍। 15 ପଦ ପଢନ୍ତୁ। ହଁ ସାର୍, ସ୍ୱପ୍ନରେ ରାତ୍ରିକାଳୀନ ଦର୍ଶନରେ ମନୁଷ୍ୟମାନେ ଘର ନିଦ୍ରାରେ ମଗ୍ନ ହେବା ବେଳେ, ଶଯ୍ୟାରେ ଘୁମେଇବା ବେଳେ ସେ ମନୁଷ୍ୟମାନଙ୍କର କର୍ଣ୍ଣ ମୁକ୍ତ କରନ୍ତି ଓ ସେମାନଙ୍କର ଶିକ୍ଷା ମହାରାଙ୍କିତ କରନ୍ତି। ବୁଝିପାରୁଛ ତ? ହଁ ସାର୍, ଆଉ ଥରେ ପ୍ରଥମେ ପଢ ତ 15 ପଦ। ହଁ ସାର୍, ସ୍ୱପ୍ନରେ ରାତ୍ରିକାଳୀନ ଦର୍ଶନରେ
ମନୁଷ୍ୟ ମାନେ ଘୋର ନିଦ୍ରାରେ ମଗ୍ନ ହେବା ବେଳେ ଶଯ୍ୟାରେ ଘୁମେଇବା ବେଳେ ସେ ମନୁଷ୍ୟ ମାନଙ୍କର କର୍ଣ୍ଣ ମୁକ୍ତ କରନ୍ତି ଓ ସେମାନଙ୍କର ଶିକ୍ଷା ମହରାଙ୍କିତ କରନ୍ତି। କାହିଁକି ନା ଆପଣ ମାନେ ଯେତେବେଳେ ସ୍ୱପ୍ନ ଦେଖୁଛନ୍ତି, ଯେତେବେଳେ ଶୋଇ ପଡୁଛନ୍ତି, ସେବେଳେ ଆପଣଙ୍କର କଣ ହଉଛି ମଗ୍ନ ହେବା ବେଳେ, ଶଯ୍ୟାରେ ଘୁମାଇବା ବେଳେ ସେମାନେ ମନୁଷ୍ୟ ମାନଙ୍କ କର୍ଣ୍ଣ ମୁକ୍ତ କରନ୍ତି। ବୁଝିପାରୁଛ? ମନୁଷ୍ୟ ମାନେ କୋଉମାନେ? ବାଇବଲରେ ଦୁଇ ପ୍ରକାର ବୁଝାଏ। ଗୋଟେ ହଉଛି ଶୈତାନ ତାକତରେ ଚାଳିତ ହଉଥିବା ମନୁଷ୍ୟ, ଆଉ ଗୋଟେ ହଉଛି ପ୍ରଭୁଙ୍କର ଶକ୍ତିରେ ଚାଳିତ ହଉଥିବା ମନୁଷ୍ୟ। ମନୁଷ୍ୟ ଜଣେ ଲୁସିଫର କି ନାହିଁ? ଯୀଶୁ କଣ କହିଲେ? ମୁଁ ଆପଣା ସଦୃଶରେ ମନୁଷ୍ୟକୁ ନିର୍ମାଣ କରିବି, କହିଛନ୍ତି କି ନାହିଁ? ଆପଣ ପ୍ରତି ମୁହୂର୍ତ୍ତରେ, ଆପଣ ପ୍ରତି ମୂର୍ତ୍ତିରେ ମୁଁ ମନୁଷ୍ୟକୁ ତିଆରି କରିବି। ତେଣୁକରି ଖ୍ରୀଷ୍ଟ ମୋର ମୁଁ ଆପଣ ମାନଙ୍କୁ ମନା କରୁନାହିଁ, ଆପଣ ମାନେ ପାଳନ କରନ୍ତୁ, କିନ୍ତୁ କୋଉ ମାଧ୍ୟମ ଦେଇ ପାଳନ କରିବାର ଅଛି ତାହା ବି ଆମକୁ ଜାଣିବାର ଅଛି। ମୁଁ ଆପଣ ମାନଙ୍କୁ ଡରାଉ ନାହିଁ, ଧମକାଉ ନାହିଁ, ନାଇଁ ସେଇଟା କରିବା ଦରକାର ନାହିଁ, ସେମିତି ପାଳିବା ଦରକାର ନାହିଁ। ଆପଣ ମାନେ ଜାଣନ୍ତୁ। କେମିତି ପ୍ରକାର ଜାଣିବା ଦରକାର ନା, ବାଇବଲରେ ତାହା ଅଛି କି ନାହିଁ ତାହା ଜାଣିବା ଦରକାର। ବୁଝିପାରୁଛ? ନହେଲେ ମତେ ଆଉ ଫାଲତୁ ବୋଲି କହିଥାନ୍ତ କି ନାହିଁ? ଆପଣ ମାନେ ନିଜେ କାଢୁଛନ୍ତି, ନିଜେ ପଢୁଛନ୍ତି, ହଁ କି ନାହିଁ? ହଁ। ଆଉ ଗୋଟେ କାଢନ୍ତୁ, ଇସାଇୟା 7 ପର୍ବ। ମୁଁ ଛାଡିବି ନାହିଁ, ଆପଣ ମାନଙ୍କୁ ଏଇଟା ବୁଝେଇଲା ପରେ ହିଁ ଛାଡିବି। 7 ପର୍ବ 14 ଆଉ 15 ପଦ। ଯେହେତୁ ପ୍ରଭୁ ଆପେ ତୁମମାନଙ୍କୁ ଏକ ଚିହ୍ନ ଦେବେ, ଦେଖ ଏକ କନ୍ୟା ଗର୍ଭବତୀ ହୋଇ। ହ୍ୟାଲୋ, 7 ପର୍ବ 14 ପଦ ପଢୁଛନ୍ତି ତ? ରୁହ ଗୋଟେ ସେକେଣ୍ଡ ରୁହ। କାହିଁ ପଢନ୍ତୁ ଏବେ। ଯେହେତୁ ପ୍ରଭୁ ଆପେ ତୁମମାନଙ୍କୁ ଏକ ଚିହ୍ନ ଦେବେ, ଦେଖ ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମାନୁଏଲ ଦେବ। ଇମାନୁଏଲ ଆମ ମାନଙ୍କର ସହିତ ଈଶ୍ୱରଙ୍କ ରଖିବ। ତେଣୁକରି ପ୍ରାୟ ଲୋକମାନେ ପ୍ରଭୁଙ୍କୁ ଜାଣନ୍ତି ନାହିଁ, ହଁ କି? ତେଣୁ କରିକି ଗାଲାତ୍ୟ ତାର 4 ପର୍ବ 8 ପଦ ପଢିଲେ ଜାଣିବା, ଏଇଠି ଯୋଉ ମାନେ ଗର୍ଭବତୀ ହେଇ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମାନୁଏଲ ଦିଆଯିବ, ହଁ କି ନାହିଁ? ଆଉ ତଳକୁ ଯଦି ପଢିବ ବୋଲେ ସେଠି ଲେଖା ଯାଇଛି, ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବା ଜାଣିବା ବେଳେ ସେ ସେହି ଦିନ ଦହି ଓ ମଧୁ ଖାଇବ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାହିଁ ଆମର ଭଳି ମା କ୍ଷୀର ଖାଇଥିବା ପରମେଶ୍ୱର ନୁହଁ। ବୁଝିପାରୁଛ? ସେ କଣ ଖାଇଛନ୍ତି? ଦହି ଆଉ ମଧୁ ଖାଇଛନ୍ତି। ତେଣୁ କରିକି ଆମେ ପର୍ବ ଯାକକୁ ଜାଣିବି ନ ଜାଣି ସୁଦ୍ଧା, ଜାଣିକି ନ ଜାଣି ସୁଦ୍ଧା ହଉ ଯାଉଛୁ, କିନ୍ତୁ ସ୍ପଷ୍ଟ ରୂପରେ ଆମେ ପୁରା କ୍ଲାରିଫାଇ କି ପଢିବା। ଆମେ ଗାଲାତ୍ୟ 4 ତାର 8 ପଦ। ଜଲ୍ଦି କାଢ, ଆପଣ ମାନଙ୍କ ପାଖରେ ମନେ ନଥିବ। ଗାଲାତ୍ୟ 4 ପର୍ବ ତାର 8 ପଦ ପଢତ ଭାଇ। ମାତ୍ର ପୂର୍ବରେ ତୁମେମାନେ ଈଶ୍ୱରଙ୍କୁ ନ ଜାଣି ଯେଉଁମାନେ ପ୍ରକୃତରେ ଈଶ୍ୱର ନୁହନ୍ତି ସେମାନଙ୍କର ଦାସ ଥିଲ। ଦେଖ, ମାତ୍ର ପୂର୍ବରେ ତୁମେମାନେ ଈଶ୍ୱରଙ୍କୁ ନ ଜାଣି ଯେଉଁମାନେ ପ୍ରକୃତରେ ଈଶ୍ୱର ନୁହନ୍ତି ସେମାନଙ୍କର ଦାସ ଥିଲ। କାହାର ଦାସ ଥିଲ? ହ୍ୟାଲୋ। ଯୋଉ ଯିଏକି ଈଶ୍ୱର ନଥିଲେ। ଈଶ୍ୱର ନଥିଲେ, ପ୍ରକୃତରେ ଈଶ୍ୱର ନଥିଲେ, ଈଶ୍ୱରଙ୍କୁ ପାଇନଥିବା ଲୋକମାନଙ୍କର ଆପଣ ମାନେ ଦାସ ଥିଲେ। 9 ପଦ।
କିନ୍ତୁ ଏବେ ଈଶ୍ୱରଙ୍କ ପରିଚୟ ପାଉଅଛ ହଁ ବରଂ ଈଶ୍ୱରଙ୍କ ଦ୍ୱାରା ପରିଚିତ ହଉଅଛ। ହଁ ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ମୌଳିକ ବିଷୟ ଗୁଡିକ ପ୍ରତି ଫେରି ଯାଇ ପୁନର୍ବାର ସେହି ସବୁର ଦାସ ହେବାକୁ ଇଚ୍ଛା କରୁଅଛ? ଦାସ ହେବାକୁ ଇଚ୍ଛା କରୁଅଛ। ବୁଝିପାରୁଛ ତ? ହଁ ସାର୍। ସ୍ୱର୍ଗକୁ ଗଲେ ବା ନରକକୁ ଗଲେ ସମୀର ଭାଇ ଆସିକି ତମକୁ ବିଚାର କରିବ ନାହିଁ, କି ସିଲୁ ଭାଇ ଆସିକି ବିଚାର କରିବ ନାହିଁ, କି ପିଟର ଭାଇ ଆସିକି ବିଚାର କରିବ ନାହିଁ। ବୁଝିପାରୁଛ? କିଏ ବିଚାର କରିବ ସେଦିନ? ଏହି ମୁଖ ନିଃସୃତ ବାକ୍ୟ ଆମମାନଙ୍କୁ ବିଚାର କରିବ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ମାତ୍ର ପୂର୍ବରେ ତୁମେମାନେ ଈଶ୍ୱରଙ୍କୁ ଜାଣିନ, ଜାଣି ଯେଉଁମାନେ ପ୍ରକୃତରେ ଈଶ୍ୱର ନୁହନ୍ତି ସେମାନଙ୍କର ଦାସ ଥିଲ, କିନ୍ତୁ ଏବେ ଈଶ୍ୱରଙ୍କ ପରିଚୟ ପାଉଅଛ ବରଂ ଈଶ୍ୱରଙ୍କ ଦ୍ୱାରା ପରିଚିତ ହେଉଅଛ। ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ମୂଳକ ବିଷୟ ଗୁଡିକ ଫେରି ଯାଇ ପୁନର୍ବାର ସେହି ସବୁର ଦାସ ହେବାକୁ ଇଚ୍ଛା କରୁଅଛ ବୋଲିକି ଗାଲାତ୍ୟ ପୁସ୍ତକରେ ପ୍ରେରିତ ପାଉଲ ଉଦ୍ବିଗ୍ନତା କଥା ଲେଖୁଛନ୍ତି। ଆଜି କଣ ଆପଣଙ୍କ ଜୀବନରେ ବା ମୋ ଜୀବନରେ କଣ ଏହି କଥା କହୁନାହାନ୍ତି କି? କହୁଛନ୍ତି କି? ହଁ ସାର୍। ହଁ 10 ପଦ ପଢିବ ବୋଲେ ଜାଣିପାରେ। ହଁ ନ୍ୟୁ ଟେଷ୍ଟମେଣ୍ଟ ନ୍ୟୁ ଟେଷ୍ଟମେଣ୍ଟ ପଢେ ପୁରା ତାର 10 ପଦ ପଢନ୍ତୁ। ହଁ ସାର୍। ତୁମେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ। ତୁମମାନଙ୍କ ନିମନ୍ତେ ମୁଁ ଯେଉଁ ପରିଶ୍ରମ କରୁଅଛି କାଳେ ତାହା ବ୍ୟର୍ଥ ହୁଏ, ତୁମମାନଙ୍କର ସମ୍ବନ୍ଧରେ ମୋର ଏହି ଭୟ ହେଉଅଛି। Praise the Lord. Praise the Lord. Hallelujah. Hallelujah. ତୁମ୍ଭେ ମାନେ କଣ ଲେଖା ହେଇଛି 10 ପଦରେ ଦେଖନ୍ତୁ। ଭଉଣୀ ଶୁଣୁଛନ୍ତି ତ? ହଁ ସାର୍। ମା ଅଛନ୍ତି ତ? ହଁ ସାର୍। ହଁ ବାପା ଅଛନ୍ତି? ହଁ ସାର୍। ହଁ ତୁମ୍ଭେ ମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ। ବୁଝିପାରୁଛ ତ? ହଁ ସାର୍। ଆପଣ ମାନେ ବା ମୁଁ ଦିନକୁ ଆଉ ମାସକୁ ଆଉ ପର୍ବକୁ ଆଉ ବର୍ଷକୁ ପାଳନ କରିଥାଉ। ହଁ ସାର୍। କାହାକୁ ନାମ ନେଇ? ପରମେଶ୍ୱରଙ୍କ ନାମକୁ ନେଇ। ଯୀଶୁଙ୍କ ନାମ ନେଇ। ହଁ ସାର୍। କିନ୍ତୁ 12-11 ପଦରେ ତୁମ୍ଭେମାନଙ୍କ ନିମନ୍ତେ ତୁମମାନଙ୍କ ନିମନ୍ତେ ମୁଁ ଯେଉଁ ପରିଶ୍ରମ କରିଅଛି କାଳେ ତାହା ବ୍ୟର୍ଥରେ ହୁଏ, ତୁମ୍ଭମାନଙ୍କ ସମ୍ବନ୍ଧରେ ମୋର ଏହି ଭୟ ହେଉଅଛି। ବୁଝିପାରୁଛ? ହଁ ସାର୍। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ମଧ୍ୟ ଏତେ ଭୟ କରୁଛନ୍ତି ଯେ ଯୀଶୁଙ୍କର ନାମକୁ ନେଇ ଆମେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛୁ। ହଁ ସାର୍। ଯୀଶୁଙ୍କ ନାମ ନେଇକି ଲୁଗା ପଟା, ଗାଡି ଗୁଡା, ମୋବାଇଲ ଫୋବାଇଲ, ଡେକ୍ ଫେକ୍, ସିଡି ଫିଡି ସବୁ କାଢିକି ଦିନକୁ ଦିନ ମାନୁଛୁ, ମାସକୁ ମାସ ମାନୁଛୁ, ପର୍ବକୁ ପର୍ବ ମାନୁଛୁ, ବର୍ଷକୁ ବର୍ଷ ମାନୁଛୁ। ବର୍ଷକୁ ଗୋଟେ ଦିନ ଆସୁଛି ପରା, 2 ଦିନ ଆସୁଛି, ଡିସେମ୍ବର ମାସ। କହୁଛୁ କି ନାଇଁ? ହଁ ସାର୍। ହଁ ସାର୍। ଗୋଟେ ଦିନ ଆସୁଛି ବର୍ଷକୁ, ଗୋଟେ ମାସ ତ ଆସୁଛି ବର୍ଷକୁ। ହଁ ଗୋଟେ ତ ପର୍ବ ଭାଇ ଆମର ଖ୍ରୀଷ୍ଟିଆନ ୟୁନିଟରେ, ଆମ ଖ୍ରୀଷ୍ଟିଆନ ଭାଇ ମାନଙ୍କ ପାଇଁ, ଭଉଣୀ ମାନଙ୍କ ପାଇଁ ଗୋଟେ ତ ପର୍ବ ଯୋଉଟା କି ଡିସେମ୍ବର ମାସ ପର୍ବ। କହୁଛୁ କି ନାଇଁ? ହଁ ସାର୍। ତେଣୁକରି ସେହି ମାସ ପର୍ବ ଦିନ ପାଳନ କରୁଥିବା ହେତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜ ଆଡକୁ ଭୟକୁ ଖୋଜୁଛନ୍ତି। ଭୟ ଲାଗୁଛି ବୋଲି କହୁଛନ୍ତି। ହଁ ସାର୍। 12 ପଦ ପଢ ଭାଇ। ହେ ଭାଇମାନେ, ମୁଁ ତୁମମାନଙ୍କୁ ନିବେଦନ କରୁଅଛି, ତୁମ୍ଭେମାନେ ମୋ ପରି ହୁଅ, କାରଣ ମୁଁ ତୁମମାନଙ୍କର ପରି ହୋଇଅଛି। ତୁମେମାନେ ମୋ ପ୍ରତି କୌଣସି ଅନ୍ୟାୟ କରିନାହଁ, କିନ୍ତୁ ତୁମେମାନେ ଜାଣ ଯେ ଶାରୀରିକ ପୀଡା ହେତୁ ମୁଁ ତୁମମାନଙ୍କ ନିକଟରେ ପ୍ରଥମ ଥର ସୁସମାଚାର ପ୍ରଚାର କରିଥିଲି। Praise the Lord. Praise the Lord. Hallelujah. Hallelujah. ମୁଁ ଆପଣ ମାନଙ୍କର ପ୍ରିୟ ଭାଇ ସମୀର କହୁଛି। ହେ ମୋର ଭାଇ, ହେ ମୋର ମା, ହେ ମୋ ଭଉଣୀ, ମୁଁ ଆପଣ ମାନଙ୍କୁ ନିବେଦନ କରୁଅଛି, ତୁମେ ମାନେ ମୋ ପରି ହୁଅ। କାହା ପରି ହୁଅ? ମୋ ପରି ହୁଅ। ମୁଁ ଆପଣ ମାନଙ୍କୁ ଡାଇରେକ୍ଟଲି କହିଲି,
ମୁଁ 23 ତାରିଖ ଦିନ ଆସିବି ଆଜ୍ଞା ଭଉଣୀ ମା ଆଉ 23 ତାରିଖ ଦିନ ଆସିବି ଯଦି 24-25 ତାରିଖ ଦିନ ରହିବି ଆଉ 26 ତାରିଖ ଦିନ ଫେରିବି ବୋଲି କହିଥିଲି କି ନାଇଁ? ହଁ ସାର୍। ହଁ, ତାହା କାରଣ ଆଜି ମୁଁ ଆପଣଙ୍କୁ ବୁଝାଉଛି। କିନ୍ତୁ ତୁମେ ମାନେ ଜାଣ ଯେ ଶାରୀରିକ ପୀଡା ହେତୁ, ବୁଝିପାରୁଛ? ହଁ ସାର୍। ଟିକେ ପୂର୍ବରୁ କହିଲ ନାଇଁ ଆଜ୍ଞା ଆମ ମଣ୍ଡଳୀରେ କଥା ହେଇଛୁ, ମିଟିଂ କରିଛୁ, ଆଉ ପ୍ରୋଗ୍ରାମ ରଖିଛୁ, ଡ୍ୟାନ୍ସ କରିବୁ, ଏଇଟା କରିବୁ। ତା କାରଣ ହଉଛି ତୁମମାନଙ୍କର ଶାରୀରିକ ପୀଡା ହେତୁ। ମୁଁ ତୁମମାନଙ୍କ ନିକଟରେ ପ୍ରଥମ ଥର ସୁସମାଚାର ପ୍ରଚାର କରିଥିଲି। ଆଜି ପ୍ରଥମ ଥର ଆପଣମାନଙ୍କୁ ମୁଁ ସୁସମାଚାର କହୁଛି ଯେ ପ୍ରକୃତର ପର୍ବ ଦିନ ମାସ ବର୍ଷକୁ ପାଳନ କରାଯାଏ କି ନାହିଁ। ହଁ ସାର୍। ଆଜି ବୁଝିପାରିଲେ? ହଁ ସାର୍। ଆପଣ ମତେ ମନା କରୁଛନ୍ତି, ମୁଁ କିଛି ଦୁଃଖିତ ନୁହଁ, କିନ୍ତୁ ପ୍ରଭୁଙ୍କୁ ମନା କରୁଛନ୍ତି କି ନାହିଁ ତାହା ଆପଣ ମାନେ ଆଜି ଚିନ୍ତା କରି ଦେଖନ୍ତୁ। ଏ ସମୀର ଭାଇ ଜଣେ ଆସିବି କହି କେତେ ମାସ କେତେ ବର୍ଷ ହେଲାଣି ଆସୁନାହାନ୍ତି। କିନ୍ତୁ ଆପଣଙ୍କୁ ଯୋଉ ପରମେଶ୍ୱରଙ୍କୁ ଡାକିବା କଥା ତାଙ୍କୁ ନ ଡାକି ଶୈତାନର ମୋହମାୟା କାର୍ଯ୍ୟକଳ୍ପରେ ଯୋଉ ବୁଡିକି ବସୁଛନ୍ତି, ତାକୁ ଆପଣ ମାନେ ଚିନ୍ତା କରନ୍ତୁ ଯେ ମୁଁ କୋଉ ଉଦ୍ଦେଶ୍ୟ ନେଇକି ବଞ୍ଚୁଛି, କୋଉ ପରିଚୟକୁ ନେଇକି ଯାଉଛି, କାହାର ଦାସ ହେଇକି ଅଛି, କେଉଁ ବର୍ଷ ପାଳନ କରୁଛି, କେଉଁ ମାସ ବର୍ଷ ପାଳନ କରୁଛି, ଆଉ କେଉଁ ପର୍ବକୁ ମୁଁ ଆଜି ପହଞ୍ଚିକି ଆସିଛି ବୋଲିକି ନିଜ ନିଜକୁ ମାନନ୍ତୁ, ପଚାରନ୍ତୁ। ଖ୍ରୀଷ୍ଟ ମୋର ପରିବାର। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହାଲେଲୁୟା। ବୁଝିପାରୁଛନ୍ତି କି? ହଁ ସାର୍। ଏମିତି ପ୍ରାୟ ବିଷୟ ଗୁଡାକ ଅଛି ଆଜ୍ଞା, କିନ୍ତୁ ପ୍ରଭୁଙ୍କର ଶକ୍ତି ଦ୍ୱାରା ଆପଣ ମାନେ ଏତେ ଦିନ ବଞ୍ଚିଛନ୍ତି, କିନ୍ତୁ ସତ୍ୟତକ ଆପଣଙ୍କୁ କେହି କହିପାରୁନାହାନ୍ତି। ହଁ ସାର୍। ଯଦି କହିଥାନ୍ତେ ଆପଣ ମାନେ ସଂସାର ମୋହମାୟାରେ ବୁଡିକି ରହିନଥାନ୍ତେ। ହ୍ୟାଲୋ। ହଁ ସାର୍। ତେଣୁ କରିକି ଆମେ ଆଉ 2 ପଦ ପଢିବା, ତାପରେ ସମାପ୍ତ କରିବା। ଓକେ। ସାର୍। ହଁ, ପୁରୁଣା ରେଫରେନ୍ସ କୁ ଯିବା, ପୂର୍ବ ରେଫରେନ୍ସ କୁ ଏଫେସୀୟ 6 ପର୍ବରେ ଯିବା। ହଁ ସାର୍। ଭଉଣୀ ପଢନ୍ତୁ। ହଁ ସାର୍। 6 ପର୍ବ 12 ପଦ ପଢନ୍ତୁ। 12 ପଦ। ଏଫେସୀୟ 6 ପର୍ବ 12 ପଦ। କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କାହା ବିରୁଦ୍ଧରେ? କର୍ତ୍ତାପଣ ବିରୁଦ୍ଧରେ। ହଁ ସାର୍। ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ। କାରଣ ଆମ୍ଭମାନଙ୍କର ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଅଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ। ଅଧିପତ୍ୟ କିଏ? ଭଉଣୀ ମେର୍ସି ଭଉଣୀ, ଅଧିପତି କିଏ? ଅଧିପତି ହଉଛି ଶୈତାନ। ବୁଝିପାରୁଛ? ଶୈତାନ ସାର୍। ହଁ। ଆଉ କର୍ତ୍ତାପଣ କିଏ? କର୍ତ୍ତାପଣର ଅର୍ଥ ହଉଛି ଯେଉଁମାନେ କାର୍ଯ୍ୟକର୍ମକୁ କରିଥାନ୍ତି। ଶୈତାନର କର୍ମ ଗୁଡାକ କରୁଛନ୍ତି କି ନାହିଁ? ହଁ ସାର୍। ହଁ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତି ମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଣ୍ଡଳର ଦୁଷ୍ଟ ମାନଙ୍କ ବିରୁଦ୍ଧରେ। ବୁଝିପାରୁଛନ୍ତି? ହଁ ସାର୍। ଆକାଶ କହିଲେ ଏଇଟା ଆକାଶ ଦେଖାଯାଉଛି କି ନାହିଁ? ହଁ ସାର୍। ମଣ୍ଡଳ କହିଲେ ଆମେ ମଣ୍ଡଳ ତଳେ ଅଛୁ କି ନାହିଁ? ହଁ ସାର୍। ହଁ, ଆମମାନଙ୍କ ବିରୁଦ୍ଧରେ ସେହି ଦିନ ବିଚାର କରାହବ। ହଁ ସାର୍। ହଁ, ତଳକୁ ପଢ 13 ପଦ। ଏହି ଅନ୍ଧକାରର ଜଗତପତି ମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଣ୍ଡଳର ଦୁଷ୍ଟାତ୍ମାଙ୍କ ବିରୁଦ୍ଧରେ। ହଁ, 13 ପଦ। ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜନ ହୋଇ ଅଟଳ ରହିପାର, ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର। ବୁଝିପାରୁଛ ତ? ଆଜ୍ଞା ମୁଁ ଡ୍ୟାନ୍ସ ଶିଖିଛି। ହଁ, ସ୍ୱର୍ଗକୁ ଯାଇକି ଡ୍ୟାନ୍ସ କରିବ, ମୁଁ ମନା କରୁନାହିଁ।
ଆଜ୍ଞା ଗୀତ ଗୋଟେ ଘୋଷିଛି, ହଁ ସ୍ୱର୍ଗକୁ ନରକକୁ ଗଲେ ବି ଗୀତ ଗାଇବ, ମୁଁ ମନା କରୁନାହିଁ। ବୁଝିପାରୁଛ ତ? ହଁ ସାର୍। ହଁ ହଁ 14 ପଦ। ସତ୍ୟ ରୂପ କଟିବନ୍ଧୀରେ କଟି ବାନ୍ଧି ଧାର୍ମିକତା ରୂପ ପୁରସ୍ତ୍ରାଣ ପରିଧାନ କର। ହଁ ବୁଝିପାରୁଛ ତ? ଲାଷ୍ଟ ପଦ ଗୋଟେ ପଢ। ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁଜନତା ରୂପ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ। ସବୁ ଜାଗାରେ ଅଠଳ ହେଇକି ଥିବାର ଅଛି। ଓ ଆଜି ଶନିବାର ପରା, ବାଲିଗୁଡା ହାଟ, ମୁଁ ନ ଗଲେ ଲୋକ କେମିତି ପାଇବେ? ଏ ଧନ୍ଦା ନାଇଁଲ ମା, ନାଇଁରେ ଭାଇ, ନାଇଁଲ ବୋପା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ କଥା କୁହନ୍ତି, 10 ପଦ ପଡ ଉପରକୁ। ଶେଷ କଥା, ଏହି ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ହଁ, ଶେଷ କଥା ଏହି, ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କର ପରାକ୍ରମରେ ବଳବାନ ହୋଇ ରହିଥାଅ। ବୁଝିପାରୁଛ? ହଁ ସାର୍। ହଁ, ଆମେ ଆଉ ଗୋଟେ ପଦ ପର୍ବ ପଢିବା, ତାପରେ ସମାପ୍ତ କରିବା। ତାର 6 ପର୍ବ 5 ପର୍ବର 6 ପଦରୁ 8 ପଦ ପଢିବା। ସେହି ତୁମ୍ଭମାନଙ୍କୁ ଅସାର କଥାରେ ନ ବୁଲାଉ, କାରଣ ଏହି ସମସ୍ତ ହଁ ପଢନ୍ତୁ। କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନ ମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ। ଅତଏବ ତୁମ୍ଭେମାନେ ସେମାନଙ୍କର ସହଭାଗୀ ହୁଅ ନାହିଁ, କାରଣ ତୁମ୍ଭେମାନେ ପୂର୍ବେ ଅନ୍ଧକାର ସ୍ୱରୂପ ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ସ୍ୱରୂପ ହୋଇଅଛ। ଆଲୋକର ସନ୍ତାନ ମାନଙ୍କ ପରି ଆଚରଣ କର। Praise the Lord. Praise the Lord. Hallelujah. Hallelujah. ଦେଖନ୍ତୁ, ମା ବାପା ନାଇଁ କି ଲୋକମାନଙ୍କର କଥାରେ ପଡିଥିଲେ ବୋଲି ଆଜି ଆପଣ ମାନେ ଜାଣିନଥିଲେ ଯେ ଡିସେମ୍ବର ପାଳନ କରିବା ଦରକାର କି ନାହିଁ, ଉପବାସ କରିବା ଦରକାର କି ନାହିଁ, ଗିର୍ଜା ପୋଷଣ କରିବା ଦରକାର କି ନାହିଁ, ଜାଣିନଥିଲେ ବୋଲି ଆପଣ ମାନେ ସେହି ମୟରେ ସହଭାଗୀ ହେଇଥିଲେ। ବୁଝିପାରୁଛ? ହଁ ସାର୍। ହଁ ସାର୍। କିନ୍ତୁ ଅତଏବ ତୁମେ ମାନେ ସେମାନଙ୍କର ସହଭାଗୀ ହୁଅ ନାହିଁ, କାରଣ ତୁମେ ମାନେ ପୂର୍ବେ ଅନ୍ଧକାରରେ ଥିଲ। ହଁ କି ନାହିଁ? ଏବେ ଯେତେବେଳେ ଆପଣ ମାନେ ପ୍ରଭୁଙ୍କର ବାକ୍ୟ ଜାଣିଲେ, ବିଷୟ ଜାଣିଲେ, ଏବେ ଆପଣ ମାନେ ଅନ୍ଧକାରରେ ନ ରହିବାର ଅଛି। ଅଛି କି? ନାଇଁ ସାର୍। ନାହିଁ। ତେଣୁକରି ଖ୍ରୀଷ୍ଟ ମୋର ପରିବାର, ଆପଣ ଏବଂ ମୁଁ ଆଜି ଯେଉଁ ବିଷୟରେ ବି ଆମେ ଅଛୁ, ଈଶ୍ୱରଙ୍କ କ୍ରୋଧ ବର୍ଷେ, ଈଶ୍ୱରଙ୍କର କ୍ରୋଧକୁ ଆମେ କାହିଁକି ସାମ୍ନା କରିବା, କିନ୍ତୁ ତାହାଙ୍କର ଶାନ୍ତି ସାନ୍ତ୍ୱନାର ସହଭାଗୀ ହେବା କି ନାହିଁ? ହ୍ୟାଲୋ। କିନ୍ତୁ ମୁଁ ଆପଣମାନଙ୍କୁ ଗୋଟିଏ କଥା ହିଁ କହିବାକୁ ଚାହିଁବି, ମୁଁ ଆପଣମାନଙ୍କୁ ଆସିବି ବୋଲି ବାଧ୍ୟ କରୁନାହିଁ, କିନ୍ତୁ ବାକ୍ୟକୁ ଆପଣ ମାନେ ଜାଣିଥିବା ଦରକାର। ହଁ ସାର୍। 19 ପଦ ଗୋଟେ ପଢ ତ। ତାର 5 ର 19 ଆଉ 20। 19 20 ଦି ପଦ ତ। ହଁ 2 ପଦ, ଆଉ ବେଶୀ ନାହିଁ। ସତ୍ର ଓ ଆତ୍ମାଭିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ 5 ର 19। ହଁ 5 ପର୍ବ 19 ପଦ ଆଉ 20 ପଦ। ହଁ ସାର୍। ସତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ ଦିଅ, ପୁଣି ତୁମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସଂକୀର୍ତ୍ତନ ଓ ଗୀତ ଗାନ କର। ସର୍ବଦା ସର୍ବ ବିଷୟ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। Praise the Lord. Hallelujah. Hallelujah. ସମ୍ପୂର୍ଣ୍ଣ ହୃଦୟରେ ଆଉ ତାହାଙ୍କ ଉଦ୍ଦେଶ୍ୟରେ ଆମକୁ ଗୀତ ଗାନ କରିବାର ଅଛି। ନୀତି ନିୟମ ଅଛି ବୋଲିକି ଆମକୁ ପାଳନ କରିବାର ଆବଶ୍ୟକ ନାହିଁ। ବୁଝିପାରୁଛ କି ନାହିଁ? ଓ ଆଜି ତ ଆସିଲା, ଆଉ ରବିବାର କେମିତି ହେଲେ ବି ଯିବାକୁ ପଡବ ବୋଲିକି ଆମେ କହିଥାଉ, କିନ୍ତୁ ଆତ୍ମାରେ ଯଦି ଆମେ ପ୍ରଭୁ ଯାଇପାରିଲି ନାହିଁ,
ତମ ମଣ୍ଡଳୀକୁ ଗଲେ ନ କଣ ହେଲା, କିନ୍ତୁ ମୁଁ ମୋ ହୃଦୟରେ ତୁମକୁ ମୋ ହୃଦୟରେ ସ୍ଥାନ ଦେଇଛି ବୋଲି କ୍ଷମା ପ୍ରାର୍ଥନା କଲେ ତାକୁ ଗ୍ରହଣ କର। Praise the Lord. Praise the Lord. ସର୍ବଦା ସର୍ବ ବିଷୟ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। Praise the Lord. Praise the Lord. ସର୍ବଦା ଆଉ ସର୍ବ ବିଷୟକୁ ନେଇକି ପ୍ରଭୁଙ୍କୁ ଧନ୍ୟବାଦ ଦେବାର ଅଛି ଆମକୁ। ହଁ ସାର୍। ଆମେ ହିନ୍ଦୁ ଲୋକ ନୁହଁ, ଆଉ ମାସକୁ ମନ୍ଦିରକୁ ଯିବା ଆମେ ହିନ୍ଦୁ ଲୋକ ନୁହଁ, ଦୁର୍ଗା ପୂଜା କରିବା ହିନ୍ଦୁ ଲୋକ ନୁହଁ, ଆଉ ସେ ମହନବତୀ ଢାଳିବା, ନଡିଆ ନେବା, କଦଳୀ ନେବା, ଫୁଲମାଳ ନେବା, ଏମିତି ଆମକୁ ଆବଶ୍ୟକ ନାହିଁ। ଆମକୁ ଯୋଉ ବିଷୟକୁ ଆମକୁ ବାଇବଲରେ ଦେଖାଯାଉଛି ତାହା ହିଁ ଆମକୁ କରିବାର ଆବଶ୍ୟକ ଅଛି। ବୁଝିପାରୁଛ? ହଁ ସାର୍। ମୁଁ ଆପଣ ମାନଙ୍କୁ ବାଧ୍ୟମୂଳକ କରୁନାହିଁ ଆଜ୍ଞା, ହଁ କି ନାଇଁ? ହଁ ସାର୍। ତେଣୁକରି ଖ୍ରୀଷ୍ଟ ମୋର ପରିବାର ଆମକୁ ଯେଉଁ ବିଷୟରେ ଶିକ୍ଷା ନେବାର ଆବଶ୍ୟକ ନାହିଁ ସେ ବିଷୟକୁ ପାଳନ କରିବା କି ଦରକାର?